ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ମୋଠୁ ସାନ କିମ୍ବା ବଡ଼, ମୋର ବାପା କିମ୍ବା ମା' ମାନେ, କିମ୍ବା ମୋର ଭାଇ କିମ୍ବା ଭଉଣୀମାନେ, କିମ୍ବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଦାସ ଦାସୀମାନେ, ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ ଯେ ଆପଣମାନେ କିଏ? ଏହା ହେଉଛି ମୋର ପ୍ରଶ୍ନ। ଆପଣମାନେ କିଏ? ଯଦି ଜଣେ ବ୍ୟକ୍ତି ଯଦି ଆପଣଙ୍କୁ ପଚାରେ ଯେ ଆପଣ କିଏ, ତାହେଲେ ଆପଣମାନେ କୁହନ୍ତି ମୋର ନାମ ଏଇ ନାମ, ମୁଁ ଜଣେ ମନୁଷ୍ୟ ବୋଲି ଆପଣମାନେ କୁହନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ଜଣେ ବ୍ୟକ୍ତି ଆପଣ କିଏ ବୋଲି ଯଦି ଆପଣଙ୍କୁ ପଚାରେ, ଆପଣ କିଏ ବୋଲି ପ୍ରଶ୍ନ କରେ, ତାହେଲେ ଆପଣଙ୍କର ନିଜର ନାମ କହିଥାନ୍ତି ଏବଂ ମୁଁ ଜଣେ ମନୁଷ୍ୟ ବୋଲି ଆପଣମାନେ କୁହନ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ଏହି ଭିଡ଼ିଓ ମାଧ୍ୟମରୁ କହିବା ପାଇଁ ଚାହେଁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମ୍ଭେମାନେ ହେଉଛୁ ଭୂମିର ଧୂଳି ଦ୍ୱାରା ସୃଷ୍ଟି କରାଯାଇଥିବା ଗୋଟିଏ ଗୋଟିଏ ମନୁଷ୍ୟ। ଆପଣମାନେ ବୁଝନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖାଯାଏ, ପ୍ରଭୁ ଯୀଶୁଙ୍କର ପବିତ୍ର ବାଇବଲରେ ଲେଖାଯାଏ ଯେ ଆମ୍ଭେମାନେ ଭୂମିର ଧୂଳି ଦ୍ୱାରା ବନାଯାଇଥିବା ଗୋଟିଏ ଗୋଟିଏ ମନୁଷ୍ୟ ଅଟୁ। କିନ୍ତୁ ଅନେକ ସମୟରେ ଅନେକ ଜାଗାରେ ଆପଣମାନେ ଦେଖିବେ ନିଜର ଶରୀରକୁ ନେଇ ଲୋକମାନେ ଗର୍ବ କରନ୍ତି। ମୁଁ ଏମିତି ସୁନ୍ଦର ଅଛି, ମୁଁ ଏମିତି ମୋଟା ଅଛି, ଏମିତି ବଳ ଅଛି, ବପୁ ଅଛି, ଅନେକ ବିଷୟ ନିଜର ଶରୀରକୁ ନେଇ ଗର୍ବ କରନ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଜଣେ ବ୍ୟକ୍ତି ଯେତେ ସୁନ୍ଦର ଥାଉ, ଜଣେ ବ୍ୟକ୍ତି ସେ ଯେତେ ଗୋରା ଥାଉ, ଯେତେ ମୋଟା ଥାଉ, କିନ୍ତୁ ମନୁଷ୍ୟ ମୃତ୍ୟୁ ପରେ ସେ ମାଟିରେ ହିଁ ମିଶୁଛି ଏବଂ ଭିତରେ ଥିବା ସେ ହାଳ କଙ୍କାଳ ସମସ୍ତଙ୍କର ସେମ୍ ଦିଶିବ। ହେଲେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏତେ ଗର୍ବ କାହିଁକି? ଆସନ୍ତୁ ଆମ୍ଭେମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ ପଦପର୍ବ ଅନୁସାରେ ଆମ୍ଭେମାନେ ଦେଖିବା ନିମନ୍ତେ ଯିବା। ଏହି ସମୟରେ ଯଦି ଆପଣମାନଙ୍କ ପାଖରେ ବାଇବଲ ଅଛି ତାହେଲେ ଦେଖନ୍ତୁ, ଆଦି ପୁସ୍ତକ ତାର 2 ପର୍ବ ତାର 7 ପଦରେ ଲେଖାଯାଏ, ଅନନ୍ତର ସଦାପ୍ରଭୁ ପରମେଶ୍ୱର ଭୂମିର ଧୂଳି ଦ୍ୱାରା ମନୁଷ୍ୟକୁ ନିର୍ମାଣ କରି ତାହାର ନାସିକାନ୍ତରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ, ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା। ଅନେକ ଲୋକ ଅନେକ ସମୟରେ କହନ୍ତି ମନୁଷ୍ୟ ଏମିତି ସୃଷ୍ଟି, ମନୁଷ୍ୟ ସେମିତି ସୃଷ୍ଟି, ମନୁଷ୍ୟ ଏମିତି ସୃଷ୍ଟି ହୋଇଅଛି, ଅନେକ ବିଷୟ କହନ୍ତି ଲୋକମାନେ, ପ୍ରଭୁଙ୍କର ପ୍ରିୟ ଲୋକମାନେ। କିନ୍ତୁ ବାଇବଲ କହେ ମନୁଷ୍ୟ ଭୂମିର ଧୂଳି ଦ୍ୱାରା ବନାଯାଇଅଛି। ସେଥିପାଇଁ ମନୁଷ୍ୟ ଦେହରେ ଯେତେ ଘଷିଲେ ମଧ୍ୟ ମଇଳା ହିଁ ବାହାରୁଛି ଏବଂ ମନୁଷ୍ୟ ମୃତ୍ୟୁ ପରେ ମଧ୍ୟ ସେ ମାଟିରେ ମିଶୁଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ଆପଣମାନେ ଦେଖିଥିବେ, ଶୁଣି ମଧ୍ୟ ଥିବେ, ଲୋକମାନେ ଅନେକ ପ୍ରକାର କଥା କହନ୍ତି। ମନୁଷ୍ୟ କିଏ କହିବ ମୁଖରୁ ଜନ୍ମ, କିଏ କହିବ ଗୋଡ଼ପଟେ ଜନ୍ମ, ଅନେକ ବିଷୟ କହନ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆପଣମାନେ ନିଜେ ନିଜେ ମଧ୍ୟ ଜାଣନ୍ତି ଆମ୍ଭେମାନେ ହେଉଛୁ ଭୂମିର ଧୂଳି ଦ୍ୱାରା ବନାଯାଇଥିବା ଗୋଟିଏ ଗୋଟିଏ ମନୁଷ୍ୟ ଅଟୁ। କିନ୍ତୁ ଆପଣମାନଙ୍କ ପାଖରେ
କେତୋଟି ପଦପର୍ବ ପ୍ରକାଶ କରିବା ପାଇଁ ଚାହେଁ। ଗୀତ ସଂଗୀତା ତାର 3 ଗୀତ ସଂଗୀତା ପ୍ରଭୁଙ୍କର ପ୍ରିୟ ଲୋକମାନେ ଗୀତ ସଂଗୀତା ଉପଦେଶକ ତାର 3:20 এই জায়গায় লেখা যায় ସମସ୍ତେ ଏକ ସ୍ଥାନକୁ ଯାଆନ୍ତି, ସମସ୍ତେ ଧୂଳିରେ ଉତ୍ପନ୍ନ ଓ ସମସ୍ତେ ପୁନର୍ବାର ଧୂଳିରେ ନୀଳ ହୁଅନ୍ତି। ପଶୁ ମଧ୍ୟ ଏବଂ ମନୁଷ୍ୟ ମଧ୍ୟ ଧୂଳି ଦ୍ୱାରା ସୃଷ୍ଟି କରାଯାଇଅଛି ଏବଂ ମୃତ୍ୟୁ ହେଲା ପରେ ମଧ୍ୟ ଧୂଳିରେ ହିଁ ମିଶୁଅଛି। এই ପୃଥିବୀରେ ଆମ୍ଭେମାନେ ସେତେଦିନ ପର୍ଯ୍ୟନ୍ତ ଜୀବିତ ଥିବା, ସେତେଦିନ ପର୍ଯ୍ୟନ୍ତ ମନୁଷ୍ୟ ଜୀବନର ସୁଖ ଏବଂ ଦୁଃଖ ଲାଗି ରହିବ ଏବଂ ମନୁଷ୍ୟ ବା ଆମ୍ଭେମାନେ ଯେପରି ଜାଣି ନପାରୁ, ଏଥିପାଇଁ ପରମେଶ୍ୱର ସୁଖକୁ ଏବଂ ଦୁଃଖକୁ ପରମେଶ୍ୱର ପାଖେ ପାଖେ ରଖିଛନ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଅନେକ ସମୟରେ ଲୋକମାନେ ନିଜକୁ ଗର୍ବ କରନ୍ତି ନିଜର ଶରୀରକୁ ନେଇ। କିନ୍ତୁ এই ଶରୀର ଅନେକ ପ୍ରକାର ଯନ୍ତ୍ରଣା, ଅନେକ ପ୍ରକାର କଷ୍ଟ, ଅନେକ ପ୍ରକାର ସମସ୍ୟା এই ଶରୀରରେ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯିଶାୟ କୁହାଯାଏ ଆମ୍ଭେମାନେ ଭୂମିର ଧୂଳି ଦ୍ୱାରା ବନାଯାଇଥିବା ମନୁଷ୍ୟ ଅଟୁ, କିନ୍ତୁ କେବେ ମଧ୍ୟ ପରମେଶ୍ୱରଙ୍କୁ ଜାଣିବା ପାଇଁ ଚେଷ୍ଟା କରିନାହୁଁ। ପରମେଶ୍ୱର ଆମ୍ଭମାନଙ୍କୁ କେମିତି ସୃଷ୍ଟି କଲେ, କେମିତି ବନାଇଲେ, କେମିତି ସେ ବନାଇବା ସମୟରେ କରିଛନ୍ତି, ତାର କାରଣ କ'ଣ, କାହିଁକି ବନାଇଲେ, ଆମେମାନେ କେମିତି ସୃଷ୍ଟି ହେଲୁ, କାହିଁରେ ପରମେଶ୍ୱର ସୃଷ୍ଟି କଲେ, এই ବିଷୟ କେବେ ମଧ୍ୟ ଆମ୍ଭେମାନେ ଜାଣିବା ପାଇଁ ଇଚ୍ଛା କରିନାହୁଁ ଯେ ଆମ୍ଭେମାନେ କେମିତି ସୃଷ୍ଟି ହୋଇଅଛୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ପୃଥିବୀରେ ପରମେଶ୍ୱର ଆମ୍ଭମାନଙ୍କୁ ଟାଇମ୍ ପାସ୍ ପାଇଁ ରଖିନାହାନ୍ତି। ଅନେକ ଲୋକ ମୃତ୍ୟୁବରଣ କଲେ, ଆପଣମାନେ ଜାଣନ୍ତି, କିନ୍ତୁ ପ୍ରଭୁଙ୍କର ଅନୁଗ୍ରହ, ପ୍ରଭୁଙ୍କର ଆଶୀର୍ବାଦ, ପ୍ରଭୁଙ୍କର ଯୋଜନା ଦ୍ୱାରା ବର୍ତ୍ତମାନ ଆପଣମାନେ ଅଛନ୍ତି। ଆଉ ଥରେ କହିବା ପାଇଁ ଚାହେଁ, ପ୍ରଭୁ ଯୀଶୁ এই ପୃଥିବୀରେ ଆପଣମାନଙ୍କୁ ଟାଇମ୍ ପାସ୍ ପାଇଁ ରଖିନାହାନ୍ତି। ଆପଣମାନଙ୍କୁ ସେତେଦିନ ପର୍ଯ୍ୟନ୍ତ ସମୟ ଦିଆଯାଇଛି, ଆପଣମାନେ ଜୀବିତ ଅଟନ୍ତି, ସେତେଦିନ ପର୍ଯ୍ୟନ୍ତ এই ପୃଥିବୀରେ ଭଲ କାର୍ଯ୍ୟ କରି ଏବଂ ପରମେଶ୍ୱରଙ୍କ ପାଖରେ ଶରଣାଗତ ହୋଇ ବା ପରମେଶ୍ୱରଙ୍କ ଦୃଷ୍ଟିରେ ଭଲ ଥାଏ, ମନ୍ଦ କାର୍ଯ୍ୟ ନ କରି ଆପଣମାନେ ଆଗକୁ ବଢ଼ିବା ଦରକାର। ଆମେମାନେ ଟାଇମ୍ ପାସ୍ ପାଇଁ এই ପୃଥିବୀରେ ଆସିନାହୁଁ। ଆପଣମାନେ ଗୋଟିଏ ଫୁଲଗୁଚ୍ଛ ଯଦି ଦେଖିବେ, ତାହେଲେ ଫୁଲ ତାର ବାସ୍ନା ଦେଉଛି। এই ପୃଥିବୀରେ ପରମେଶ୍ୱର ଯାହା କିଛି ସୃଷ୍ଟି କରିଛନ୍ତି ସମସ୍ତ ଆପଣମାନେ ଦେଖିବେ ପ୍ରାକୃତିକ, ତାହେଲେ ସମସ୍ତ ପ୍ରାକୃତିକ ସେମାନେ କାର୍ଯ୍ୟ କରୁଛନ୍ତି। ସୂର୍ଯ୍ୟଙ୍କର କାମ କ'ଣ? ସେ ଆଲୋକ ଦେବା। ଚନ୍ଦ୍ରର କାମ କ'ଣ? ସେ ଆଲୋକ ଦେବା। ପାଣିର କାମ କ'ଣ? ପବନର କାମ କ'ଣ? ସମସ୍ତ ଲୋକ ସମସ୍ତ କାର୍ଯ୍ୟ କରୁଛନ୍ତି। ଆମ୍ଭେମାନେ ମଧ୍ୟ ପରମେଶ୍ୱରଙ୍କ ପାଇଁ କାର୍ଯ୍ୟ କରିବା ଦରକାର। ଆମେମାନେ କେମିତି କାର୍ଯ୍ୟ କରିବା ଦରକାର, ଗୋଟିଏ ବିଷୟ ଆପଣମାନଙ୍କୁ କହିବା ପାଇଁ ଚାହେଁ। ମାତ୍ୟୁ 28:20 ଲେଖାଯାଏ, ଗୋଟିଏ ପଦ ଆପଣମାନଙ୍କ ପାଖରେ କହିବା ପାଇଁ ଚାହେଁ, ଯାଅ। ଆମେମାନେ ସୁସମାଚାର ପ୍ରଚାର କରିବା ପାଇଁ ଯିବା ଦରକାର। ପ୍ରଭୁଙ୍କର ପ୍ରିୟ ଲୋକମାନେ, ବୃକ୍ଷ ମଧ୍ୟ ମାଟିରୁ ଉତ୍ପନ୍ନ। ଯେକୌଣସି ବିଷୟ ଆପଣମାନେ ଦେଖୁଛନ୍ତି, ବୃକ୍ଷଲତା ସେମାନେ ମଧ୍ୟ ମାଟିରୁ ଉତ୍ପନ୍ନ। ଆମେ ମଧ୍ୟ ମାଟି ଦ୍ୱାରା ସୃଷ୍ଟି କରାଯାଇଥିବା ଗୋଟିଏ ଗୋଟିଏ ମନୁଷ୍ୟ। ଆମେମାନେ ମଧ୍ୟ ଆମର ନିଜର କାମ କରିବା ଦରକାର, ଅର୍ଥାତ୍ ପରମେଶ୍ୱରଙ୍କର କାମ କରିବା ଦରକାର। ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ଯିଶାୟ
ତାର 55-5 ଲେଖାଯାଏ ଗୋଟିଏ ବିଷୟ, ଯିଶାୟ 55-5 8। ଯେହେତୁ ସଦାପ୍ରଭୁ କହନ୍ତି ଆମର ସଂକଳ୍ପ ସକଳ ଓ ତୁମମାନଙ୍କର ସଂକଳ୍ପ ପରି ନୁହେଁ, କିମ୍ବା ତୁମମାନଙ୍କର ମାର୍ଗ ସକଳ ଆମର ମାର୍ଗ ପରି ନୁହେଁ। ପରମେଶ୍ୱରଙ୍କର ଭାବନା ଏବଂ ଆମମାନଙ୍କର ଭାବନା ମଧ୍ୟରେ ବହୁତ ଫରକ ଅଛି ପ୍ରଭୁଙ୍କର ପ୍ରିୟ ଲୋକମାନେ। କିନ୍ତୁ ଆମ୍ଭେମାନେ ଯଦି ଜଣେ ବ୍ୟକ୍ତିକୁ ଯଦି ଆପଣମାନେ ପଚାରିବେ, ତାହେଲେ ସେଇ ବ୍ୟକ୍ତି କହିବ ମୁଁ ଜଣେ ମନୁଷ୍ୟ, କିନ୍ତୁ ସେଇ ମନୁଷ୍ୟ କେବେ ମଧ୍ୟ ଭାବି ପାରୁନାହିଁ ଯେ ମୁଁ କାହିଁରେ ସୃଷ୍ଟି କରାଯାଇଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମ୍ଭେମାନେ ପରମେଶ୍ୱରଙ୍କର ଅନୁଗ୍ରହ, ପରମେଶ୍ୱରଙ୍କର ଆଶୀର୍ବାଦ, ପରମେଶ୍ୱରଙ୍କ ଯୋଜନା, ପରମେଶ୍ୱରଙ୍କର ଇଚ୍ଛା ଦ୍ୱାରା ଆମ୍ଭେମାନେ ଧୂଳି ଦ୍ୱାରା ସୃଷ୍ଟି କରାଯାଇଥିବା ଗୋଟିଏ ଗୋଟିଏ ମନୁଷ୍ୟ ଅଟୁ। ଏବଂ ସେଇ ପରମେଶ୍ୱର, ସେଇ ସଦାପ୍ରଭୁ ଆମ୍ଭମାନଙ୍କୁ ମାଟିର ବା ଭୂମିର ଧୂଳି ଦ୍ୱାରା ସୃଷ୍ଟି କରି ନାସିକାନ୍ତରରେ ଫୁଙ୍କ ଦେବା ଦ୍ୱାରା ଆମ୍ଭେମାନେ ଜୀବିତ ପ୍ରାଣୀ ହୋଇଛୁ। ଆମ୍ଭେମାନେ ଗର୍ବ କରୁଛୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ।